समस्त श्रोताबंधु को स्वागत। प्रिय बंधुगण, आमे आज बिछा राशि उपरे एक दीर्घ संदर्भ पाठ करिबा। रवि मार्च 13 रे मीन को जीवे। मीन रे एही क्रम रे शुक्र बुध शनि पहुँची जीवे। सेठारे आगरू राहु अछंती। राहु शनि शुक्र बुध रवि 29 मार्च रु पंचग्रह कूट आरंभ हेब। एमाने समस्ते मीन राशि रे मंत्रणा करिवे, किंतु 29 पर्यंत ग्रह मालिका योग सृष्टि हब मीन राशि रे। मीन राशियां पई मध्य 29 मार्च जाए बहुत भल समय। हेले बंधु, आमे आज बिछा राशि उपरे आलोचना करिबा। आउ एई मीन मासर कार्यकाल मार्च 14 रु एप्रिल 13 जाए। ये मासरे बिछा राशि बंधु माने केउ केउ प्रकार शुभ और अशुभ बोझ को निज मुंड उपरे बोही चलिए। आमे टिके से बोझ को खेलेवा, देखिवा से बोझरे कौन कौन अच्छी, भल पुड़ा केते खराब पुड़ा केते। बिछा राशि हेले टिके पछुको अनेवा बोले कन्या घर। कन्या घर है एकादश घर, लाभ घर। बिछा पाई कन्या लाभ घर। से लाभ घर अछंती केतु। आउ से घर को देखुचंती रवि बुध शुक्र राहु। 29 रु देखिए शनि। जहाँ कहती माले माल लाभ हेब, सबु दिगुर लाभ हो। जे जेउ लाभ खोजुथिबे तांको से लाभ ए ग्रह मान देबे। खाली धन लाभ को लाभ कहा जाएनि बंधु। पुत्र लाभ, गृह लाभ, भूमि लाभ, अर्थ लाभ, यश लाभ, जे जाता है विभू पद लाभ। भक्त से कौन चाहेब धन नहीं। श्री कृष्ण जन्म हेले सन्यासी रूप में शिव आसी पहुँची गले। नंद राजा तांकु किछि धन रत्न उपहार देले। से सेगुड़ी को निज डाहाण हाथ धरी खोली देले। सेगुड़ा सब माटी अंगार हो गला। तापरे से मुठाए बाली धरले एवं से बाली को नंद राजा अंटी रे पकई देले। से सब थिला हीरा लीला मोती माणिक्य वैडूर्य पद्मराग नवरत्न। तापरे नंद आश्चर्य हेले। कृष्ण अंगुल निर्देश कले, जोड़ा को से बुझीगले। कृष्ण को शिव कोले नेले। नंद देखिले हरिहर भगवान बापा। तेणु किए कौन चाहे, जी जा चाहे ताकू ताहा लाभ हेब। यही पंचग्रह प्रथमे चतुर्ग्रह ग्रहमालिका जगरे, तापरे शनि आसी गले पंचग्रह। सी सब प्रकार लाभ देवे। आउ गोटे कथा ए मासरे भल हम। बिछा राशि की दी गुरु
ଦେବଗୁରୁ ବୃହସ୍ପତି, ଅସୁରଗୁରୁ ଶୁକ୍ର କଲ୍ୟାଣ କରିବେ, ଶୁଭ ଦୃଷ୍ଟି ଦେବେ, ମାନସିକ ଶାନ୍ତି ଦେବେ, ସମସ୍ୟାର ସମାଧାନ କରିବେ, ପୂର୍ବର ଋଣ ରୋଗ ଶତ୍ରୁକୁ ବିନାଶ କରିବେ। ଯେତେବେଳେ ଗୁରୁ ପ୍ରସନ୍ନ ଅଛନ୍ତି ସେତେବେଳେ ଶିଷ୍ୟ ଆଉ ଅବାଟରେ ଯିବ, କାନକୁ ମଶାଲିକିରି ଦି ଚାପୁଡ଼ା ଲଗାଇଦେଲେ ନାଇଁ ଆଜ୍ଞା ନାଇଁ ଆଜ୍ଞା ନାଇଁ ଆଉ ଭୁଲ କରିବେନି। ତେଣୁ ବିଛା ରାଶିର ଲୋକେ ଯିଏ ଯାହା ଭୁଲ କରିଛନ୍ତି ସେଥିପାଇଁ ଅନୁତାପ କରିବେ, ଆଉ ଭୁଲ କରିବେନି। ଦୁଇ ଗୁରୁଙ୍କର କଡ଼ା ଶାସନ ଭିତରେ ବିଛା ରାଶିର ସମସ୍ତ ବ୍ୟକ୍ତି ଶାସିତ ହେବେ। ହଁ ବନ୍ଧୁ, ଆସନ୍ତୁ ଯାହା ସବୁ ମୁଁ କହିଲି ତାହା ପଢ଼ିବା। ମଙ୍ଗଳ ମଙ୍ଗଳ ମଙ୍ଗଳ, ସବୁ ମଙ୍ଗଳ ମଧ୍ୟରେ ମଙ୍ଗଳ ଗ୍ରହ ବିମଙ୍ଗଳ। ବିଛା ରାଶିର ମାଲିକ ବା ହେଲେ ମଙ୍ଗଳ, ତେଣୁ ସିଏ ବି ଚାହାନ୍ତି ମଙ୍ଗଳ, ମୋ ରାଶି ମଙ୍ଗଳ, ମୁଁ ମଙ୍ଗଳ, ମୋ ରାଶି ମଙ୍ଗଳ। ରବି ଏବେ ମୀନକୁ ଯିବେ, ମୀନ ମାସ ଆରମ୍ଭ ହେବ ମାର୍ଚ୍ଚ 14ରୁ ଏପ୍ରିଲ 13 ଯାଏ ମୀନ ମାସ। ଏ ମାସରେ ବିଛା ରାଶି କି ପ୍ରକାର ସୁଖ ସମୟ ଲାଭ କରିବେ? ବିଛାକୁ ଲଗ୍ନ ନେଇ ବିଚାର କଲେ କନ୍ୟା 11 ମାନେ ଲାଭ କ୍ଷେତ୍ରକୁ ମାର୍ଚ୍ଚ 28 ଯାଏ 4 ଗ୍ରହ ଯଥା ରବି, ବୁଧ, ଶୁକ୍ର ଓ ରାହୁ ଏବଂ ମାର୍ଚ୍ଚ 29ରେ ଶନି ଯୁଗପଥ ଶୁଭ ଦୃଷ୍ଟି ଦେବେ। ମୀନରେ ଆଗ ଗ୍ରହମାଳିକା ଯୋଗ ସୃଷ୍ଟି ହେବ, ପରେ ପଞ୍ଚ ଗ୍ରହକୂଟ ହେବ। ଏଣୁ ଏହି ଗ୍ରହମାନଙ୍କର ଶୁଭ ମାନେ ସପ୍ତମ ଦୃଷ୍ଟିରେ ବିଛା ରାଶିର ଏକାଦଶ ଘର ରହୁଥିବାରୁ ବିଛା ରାଶିର ସବୁ ପ୍ରକାର ଲାଭ ହେବ। ଧନ, ମିତ୍ର, ପୁତ୍ର, ବୃତ୍ତି ଏପରିକି ଜୀବନ ସାଥୀ ଲାଭ ହେବାର ସମୟ ଆସିଛି। ସେ ଲାଭ ପଥ ଉଜ୍ଜ୍ୱଳ ଦିଶୁଛି, ସବୁ ଦିଗରୁ ଲାଭ ହେବ, ଲାଭ ଲାଭ ଲାଭ। ଚତୁର୍ଥାଧିପ ଶନି ପଞ୍ଚମକୁ ଯିବେ, ଏଣୁ ଛାତ୍ର ଛାତ୍ରୀଙ୍କ ପାଇଁ ଏ ମାସ ଏକ ସଂଗ୍ରାମପୂର୍ଣ୍ଣ ମାସ ହେବ। ସପ୍ତମାଧିପ ଶୁକ୍ର ପଞ୍ଚମରେ ମାନେ ବୃହସ୍ପତି ଓ ଶୁକ୍ରଙ୍କ ମଧ୍ୟରେ ଗୃହ ବିନିମୟ ଯୋଗ ଆସିଛି। ଶୁକ୍ର ଗୁରୁଙ୍କ ଗୃହରେ, ଗୁରୁ ଶୁକ୍ରଙ୍କ ଗୃହରେ ଅଛନ୍ତି। ଏଣୁ ବାଳା ବୃଦ୍ଧା ସମସ୍ତ ବର୍ଗର ମହିଳା, ସମସ୍ତ ବୟସର ନାରୀ ଖୁସି ହେବେ। ସମସ୍ତଙ୍କୁ ସେମାନଙ୍କର ମନଲାଖି ଦ୍ରବ୍ୟ, ଜିନିଷ, ବ୍ୟକ୍ତି ଲାଭ ହେବ, ମିଳିଯିବ। ଏହି ଆଶା ସମ୍ଭାବନାକୁ ନେଇ ନାରୀମାନେ ଘର ସଂସାରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବେ। ରବି ବିଶାଖା ନକ୍ଷତ୍ରକୁ ଅଧିକ ଲାଭ ଦେବେ, ମାତ୍ର ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ରଙ୍କ ପାଇଁ ଭ୍ରମଣ ଯୋଗ ସୃଷ୍ଟି କରିବେ। ଦୂର ଦୂରାନ୍ତରେ ଥିବା ପ୍ରିୟଜନ ପରିବାରକୁ ଫେରିଆସି ଏକ ମଧୁମୟ ପରିବେଶ ସୃଷ୍ଟି କରିବେ। ପରିବାର ସହିତ ସୁଖରେ ସମୟ ଅତିବାହିତ କରି ଅତୀତକୁ ଭୁଲିଯିବେ। ବୃଷସ୍ଥ ସପ୍ତମସ୍ଥ ଗୁରୁ ଧନ ଓ ସୁଖ ଦେଇ ମନକୁ ଆନନ୍ଦିତ କରିବେ। ବିଶାଖା ନକ୍ଷତ୍ରକୁ ପ୍ରୀତି ଲାଭ ହେବ, ମାତ୍ର 17 ଓ 18 ନକ୍ଷତ୍ର ପାଇଁ ଗୁରୁ ପ୍ରସନ୍ନ ନାହାନ୍ତି। ଅପମାନ ଯୋଗ ଅଛି ବନ୍ଧୁ, ଅପମାନ। ବାକ୍ସଂଯମ ନିହାତି ଜରୁରୀ, ବ୍ୟବହାର ରୁଚିପୂର୍ଣ୍ଣ ଆବଶ୍ୟକ। ଆଗରୁ ଜାଣିଗଲେ, ତେଣୁ 17, 18 ନକ୍ଷତ୍ର ଟିକେ କମ୍ କହିବେ,
ଆଉ ଯାହାଟା କରିବେ ବୁଝି ସୁଝି ହାତେ ମାପି ଚାଖେଣ୍ଡ ଚାଲିଲେ ଅପମାନ ମିଳିବନି। ଗୁରୁ ଆର୍ଥିକ ସୁଶୀଳତା ଆପଣଙ୍କୁ ଯୋଗାଇ ଦେବେ। କର୍ମାଧିପ ରବି ସେ ଗ୍ରହଗଣଙ୍କର ସହ ଅଛନ୍ତି ବୋଲି ଆଶା କରାଯାଏ। କର୍ମ କ୍ଷେତ୍ରରେ ସମ୍ମାନିତ ହୋଇ ଖୁବ୍ ପ୍ରଫୁଲ୍ଲିତ ହେବେ। ବ୍ୟବସାୟ ଓ ଚାଷର ବିଶେଷ ଉନ୍ନତି ହେବ, ଭଲ ଲାଭ ହେବ। ଏ ମାସରେ ଭଲ ସଞ୍ଚୟ ହୋଇପାରେ ଅଥବା ସେହି ଲବ୍ଧ ଅର୍ଥରେ ଭୂମି, ସୁନା ବା ଅନ୍ୟ କିଛି କ୍ରୟ କରି ବିଛା ରାଶିର ବନ୍ଧୁ ଆନନ୍ଦିତ ହେବେ। କହିଥିଲେ ନା ମାଲେମାଲ। ଦାମ୍ପତ୍ୟ ଜୀବନ, ଶାରୀରିକ ଜୀବନ, ମାନସିକ ଜୀବନ ଏକ ସ୍ୱତନ୍ତ୍ର ଅଧ୍ୟାୟ। ସମସ୍ତଙ୍କ ପାଇଁ ଏହା ଭିନ୍ନ ଭିନ୍ନ ସ୍ୱାଦ ଓ ଆନନ୍ଦ ଦେଇଥାଏ। ବିଛା ରାଶିର ବ୍ୟକ୍ତିଗଣ ଏହି ତିନି ପ୍ରକାର ଜୀବନର ପ୍ରତିଟି ସୋପାନରେ ଆନନ୍ଦିତ ହେବେ। ପଞ୍ଚମ ଶୁକ୍ରଙ୍କ ପାଇଁ ପ୍ରତି ବିଦ୍ୟାର୍ଥୀ ଆନନ୍ଦପୂର୍ଣ୍ଣ ଫଳ ପାଇଁ ବହୁତ ପରିଶ୍ରମ କରିବେ, ଫଳ ବି ପାଇବେ, ବହୁତ ଖୁସି ହେବେ। ଏକାଦଶରେ କେତୁ, କନ୍ୟାରେ କେତୁ ଧନ ଦୁଃଖ ଇଏ ଦୁଇକୁ ଏପଟ ସେପଟ କରିବେ। ଦୁଃଖ ହରଣ କରିବେ, ସୁଖ ଦେବେ, ଆଉ ଦାରିଦ୍ର୍ୟ ହରଣ କରି ଧନ ଦେବେ। ମନକୁ ଖୁସି କରିଦେବେ, ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି ସେ ନିଷ୍ପତ୍ତି ନେଇଛନ୍ତି। ନିକଟରେ ମୁଁ କହିଥିଲି କେତୁ ଚଳନ ବିଷୟରେ ଏବଂ ୟା ପରେ ପରେ ବି କେତୁ ବିଷୟରେ ମୁଁ କହିବି ଆପଣମାନଙ୍କୁ। କେତୁକୁ ଆପଣ ସେମିତି ସାମାନ୍ୟ ଗ୍ରହ ଭାବିବେନି। ବଡ଼ ଇଟା ଖଣ୍ଡେ ଗୋଡ଼ରେ ପଡ଼ିଲେ ଯେମିତି ଦରଜ ହୁଏ, ଗୋଡ଼ ଭାଙ୍ଗିଯିବାର ଭୟ ଥାଏ, ସେମିତି ଛୋଟିଆ କଣ୍ଟାଟିଏ ଗୋଡ଼ରେ ଫଟିଲେ ବି ଯନ୍ତ୍ରଣା ହୁଏ। ସେମିତି କେତୁ ବହୁ ଲୋକଙ୍କ ଜୀବନରେ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି। ତାର ପ୍ରମାଣ ମୁଁ ନିଜେ। ବୁଦ୍ଧ ମହାଦଶାରେ ବୁଦ୍ଧ ଅନ୍ତର ଚାଲିଲା, ସେତେବେଳେ ଆପଣ ବିଶ୍ୱାସ କରିବେନି, ମୁଁ ଚୁନା ହେଇଗଲି। ମୋତେ ସମସ୍ତେ ଘୃଣା କରିବାକୁ ଆରମ୍ଭ କଲେ। ଠିକ୍ ତା ପୂର୍ବରୁ ମୁଁ ଯାହା ଥିଲି, ଯେତେବେଳେ କେତୁ ଅନ୍ତର ଆରମ୍ଭ ହେଲେ ସେତେବେଳେ ମୋ ସେ ଅବସ୍ଥା ଫେରିଲା। ତେଣୁ କେତୁକୁ ସାମାନ୍ୟ ଭାବିବେନି। କେତୁ ଚଳନରେ ବହୁତ ଲାଭ ହେବ। ଆଉ ଯେଉଁମାନଙ୍କ ଜାତକରେ କେତୁଙ୍କର ସ୍ଥିତି ଠିକ୍ ନାହିଁ, ସେମାନଙ୍କର କ୍ଷତି ହେବ। ଏ ବିଷୟରେ ଆଉ ଟିକେ ବୁଝେଇକରି କହିବି, ଈଶ୍ୱରଙ୍କ ଇଚ୍ଛା। 17-18 ନକ୍ଷତ୍ରଙ୍କର ଅଜାଗାରେ ରୋଗ ହେବ, ଭାରି ଦୁଃଖ ଦେବ। 16 ନକ୍ଷତ୍ରଙ୍କର କାନ୍ଧର ଯନ୍ତ୍ରଣା ହେବ। ରୋଗ ବିଷୟରେ ଆଲୋଚନା କଲେ ଏହି ଶାରୀରିକ ଦୁଃଖ କେବଳ କେତୁ ଦେବେ। ପଞ୍ଚମ ରାହୁ ସବୁ ଦିଗରୁ ହାନି କରିବା ପାଇଁ ଯୋଜନା କରୁଛନ୍ତି। ଆମେ ସମୁଦାୟ ଗ୍ରହକୁ ଏକ ସମୟରେ କହିଲେ, ଏବେ ଗୋଟିଏ ଗୋଟିଏ ଗ୍ରହ ତାଙ୍କ ରୋଲ ଦେଖାଇବେ ନା। ତାଙ୍କ ଚାରିପାଖରେ ଗ୍ରହ ମଣ୍ଡଳୀ ଅଛି, ଏଣୁ ବାଧ୍ୟ ହୋଇ ନାନାବିଧ ସୁଖ ଦେବେ। ବିଛା ରାଶିର ଲୋକେ ସମସ୍ତଙ୍କ ସହିତ ସାଧୁ ବ୍ୟବହାର କରିବା ଉଚିତ। ଚତୁର୍ଥ ଶନି ବି ଶାରୀରିକ ପୀଡ଼ା ଦେଇ ଆଉ ଟିକେ ଦୁଃଖ ବଢ଼େଇ ଦେବେ। ମାତ୍ର ଉଚ୍ଚ କୋଟିର ସମ୍ମାନ ମିଳିବ ବିଛା ରାଶିଙ୍କୁ। ଅତୀତର ଦୁଃଖ ଭୁଲି ସେମାନେ ଆନନ୍ଦିତ ହେବେ। ଯେ ଏମାନେ ଯେଉଁ ଚତୁର୍ଗ୍ରହ ମିଳିତ ହୋଇଛନ୍ତି, ସେଠି ଶୁକ୍ର କେବଳ ଭଲ ଭାବରେ ଦୟା କରିବେ ବିଛା ରାଶିକୁ, ଅଲଗା ଅଲଗା, କିନ୍ତୁ ମିଳିତ ହୋଇଛନ୍ତି ତ ଗୋଟାଏ ଜାଗାରେ, ସେମାନେ ଏତେ ଦୁର୍ବୁଦ୍ଧି ପ୍ରକାଶ କରିବେନି। ଚତୁର୍ଥ ଶନି ବି ଶାରୀରିକ ପୀଡ଼ା ବଢ଼ାଇ ଦେବେ। ମାତ୍ର ଉଚ୍ଚ କୋଟିର ସମ୍ମାନ ଦେଇ ଅତୀତ ଦୁଃଖକୁ ଭୁଲାଇ ଦେବେ ଶନି। ପଞ୍ଚମ ବୁଦ୍ଧଙ୍କ ପାଇଁ ଦୁଃସମ୍ବାଦ ମିଳିପାରେ, ଶୋକ ସମ୍ବାଦ ଆସିପାରେ, ଆଖିରୁ ଲୁହ ଝରିପାରେ। ଅଷ୍ଟମ ମଙ୍ଗଳ
एप्रिल 2 जाए मुंड को पाप बुद्धि हीन बुद्धि देवे निज पाई खेती करिवे निज पाई से गात खोलिवे। एप्रिल 2 पर नवम हेले मंगल नुआ नुआ रक्तगत संपर्क सृष्टि करिवे। उच्च रक्तचाप निम्न रक्तचाप बा कोठी कटिजीव रक्त बाहरी पड़िब इत्यादि इत्यादि। मासाधिप रवि गुड़ाए व्यय कराइबे। बुद्धि से भली आसीब जे खर्च होउछि तो हेई जाऊ किंतु हाथरू अर्थ सरीगले मुंड आउ काम दिएनी से भली परिस्थिति सृष्टि करिया पई रवि योजना करछन्ती। तेणु पिछा राशि बंधु मानक सतर्क कर कहूँ टे कंजूस हो जातु। प्रबल अर्थ आसब प्रबल अर्थ ताकू जमा बद खर्च करें। हाथ को मुठे क्या कथा को न शुणी संचय कर दिंतु कारण रवि एमती दुर्बुद्धि देवे सबुजाक पैसा को से नहीं जीवे विभिन्न बाट खोलीदेवे किंतु खर्च समय टिके भाभी चिंती खर्च कर राति पाइले अन्य काम अच्छी ना। सारांश यह जे केतु राहु शनि शुक्र बृहस्पति जातकर स्थिति अनुसार सुख शांति धन देवे। केते गुड़े ग्रह हेले आ किए केतु राहु शनि शुक्र बृहस्पति सुख धन आउ शांति देवे। मात्र रवि मंगल बुध से सबू सुख शांति धन को हरण करेंगे। जानले तो आ रही। नमस्कार।